କିନ୍ତୁ ଆମର ଆଗରୁ ଚଢ଼ଉ ଜାରି ରହିଥିଲା। ସେ ଚଢ଼ଉକୁ ଆହୁରି ତୀବ୍ରତର କରିବା ପାଇଁ ଆମର କଲେକ୍ଟର ସାର୍ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ନିର୍ଦ୍ଦେଶ ଅନୁସାରେ ଆମ ଜଗତସିଂହପୁର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଚଢ଼ଉ କରୁ। ଆମେ ପ୍ରାୟ 224 ଗ୍ରାମର ବ୍ରାଉନ୍ ସୁଗର ଏପର୍ଯ୍ୟନ୍ତ ଜବତ କରିସାରିଲୁଣି ଜୁଲାଇ ମାସରେ। ତା ସହିତ ସେଲ୍ ପ୍ରୋସିଡ୍ 32,000 ଟଙ୍କା ଏବଂ ଗୋଟେ 2 ହ୍ୱିଲର ରୟାଲ ଏନଫିଲ୍ଡ ବି ଜବତ କରିଛୁ। ଆମର ଜଗତସିଂହପୁର ରେଞ୍ଜ ପାରାଦୀପ ରେଞ୍ଜ ମିଶିକି ଏଟା କରୁଛନ୍ତି ପ୍ଲସ୍ ମୋବାଇଲ ୟୁନିଟ୍। ଆମର ସେହିପରି ପାରାଦୀପ ୟୁନିଟ୍ରେ ଲକପଡ଼ା ଗୋଟେ ଜାଗା ଭିଲେଜ୍ ଅଛି। ଲକପଡ଼ା ଭିଲେଜ୍ରୁ 25 ଗ୍ରାମ ପ୍ଲସ୍ 32,000 ଟଙ୍କା ସେଲ୍ ପ୍ରୋସିଡ୍ ଜବତ କରିଛୁ। ଆଉ ଗୋଟିଏ ଅଛି ପଙ୍କପାଳ ଭିଲେଜ୍, ସେଠି ମଧ୍ୟ ସେ ଆସାମୀ ଠାରୁ 32 ଗ୍ରାମର ବ୍ରାଉନ୍ ସୁଗର ବି ଜବତ କରିଛୁ। ସେହିପରି ଜଗତସିଂହପୁର ରେଞ୍ଜ ଆଉ ମୋବାଇଲ ୟୁନିଟ୍ ତର୍ତ୍ତଙ୍ଗ ଭିଲେଜ୍ରୁ 28 ଗ୍ରାମ ଜବତ ହେଇଛି ବ୍ରାଉନ୍ ସୁଗର ପ୍ଲସ୍ ଗୁମୁଟପୁର ଭିଲେଜ୍, ସେଠୁ ସେ ଆସାମୀ ଠାରୁ 80 ଗ୍ରାମର ବ୍ରାଉନ୍ ସୁଗର ପ୍ଲସ୍ ଗୋଟେ 2 ହ୍ୱିଲର ରୟାଲ ଏନଫିଲ୍ଡ ଜବତ କରିଛୁ। ଆଉ ଗୋଟେ ଯେ ମାଷ୍ଟର ମାଇଣ୍ଡ ଗାଲୁପଡ଼ା ଭିଲେଜ୍ରୁ ତାକୁ ଜବତ କରିଛୁ। ତା ନାଁ ହେଲେ ସୂର୍ଯ୍ୟ ନାରାୟଣ ମହାନ୍ତି, ଯିଏକି ସେ ମେନ୍ ଆକ୍ୟୁଜ୍। ତାଠାରୁ ଆମେ 39 ଗ୍ରାମର ବ୍ରାଉନ୍ ସୁଗର ଜବତ କରିଛୁ। ସମସ୍ତ ଟୋଟାଲ ବ୍ରାଉନ୍ ସୁଗର ଆମର 224 ଗ୍ରାମର ଜବତ ହେଇଛି। ତାହାର ଆନୁମାନିକ ମୂଲ୍ୟ 22,40,000 ଏବଂ ତା ସହିତ ଯେଉଁ ନଗଦ କ୍ୟାସ୍ ଆମେ 32,000 ବି ଜବତ କରିଛୁ। 1 ଲକ୍ଷ ଟଙ୍କାର 2 ହ୍ୱିଲର ରୟାଲ ଏନଫିଲ୍ଡ ଜବତ ହେଇଛି। ପ୍ରାୟ 1 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଏକ 2 ହ୍ୱିଲର ଜବତ ହୋଇଛି। ବୁଲେଟ୍ ଗାଡ଼ି ଜବତ ହୋଇଛି। ଏହିପରି ଆମେ ଚଢ଼ଉ ପୁରା ଜାରି ରହିବୁ, ଯେମିତି ତାର ବ୍ରାଉନ୍ ସୁଗରର ମୂଳ ଶେଷ କରିବାକୁ ଆମେ ଚେଷ୍ଟା କରିବୁ। ହଲମାର୍କ ଅର୍ଣ୍ଣାମେଣ୍ଟସ୍, ସ୍ୱପ୍ନରୁ ସତ ଯାଏ।